सोना बाहर देते ना ले মানে মুরগা গরম হলে আমাকে মনে করতে দাও হলো যাহা হোক সময় স্বল্প খালি পদে পদে যাহা হোক সহজে পঞ্চুক ଚାଲିଛି ନା ନାହିଁ ଆପଣମାନେ ଶାନ୍ତ ବଢ଼ୁ ମାଗିକି ନିଅନ୍ତି ଭଲ ମନ୍ଦ ମାଗିକିନା ନେଇକିନା ସେବନ କରନ୍ତି ହଁ କିନ୍ତୁ ପଞ୍ଚୁକ ପ୍ରଥମ ଦିନ ପ୍ରକୃତରେ ଶିବ ଭକ୍ତ ଯେଉଁମାନେ ପଞ୍ଚୁକ ପ୍ରଥମ ଦିନ କ'ଣ ଭଜନ କରିବା ଦରକାର ଦ୍ୱିତୀୟ ଦିନ କ'ଣ ଭଜନ କରିବା ଦରକାର ତୃତୀୟ ଦିନ କ'ଣ ଭଜନ କରିବା ଦରକାର ପଞ୍ଚୁକ 5 ଦିନ ଯାକ ପ୍ରକୃତରେ ଶିବ ଭକ୍ତ ଯେଉଁମାନେ କ'ଣ ଭଜନ କରିବା ଦରକାର ଆରମ୍ଭ କର ଆଜ୍ଞା ଏଇ ଶାନ୍ତି ଦିଅ ଆଜ୍ଞା ବହି ହେଉଛି କାର୍ତ୍ତିକ ପୁରାଣ କିମ୍ବା କାର୍ତ୍ତିକ ମାହାତ୍ମ୍ୟ କହିବେ ଆଗ ଯୋଡ଼େ କହୁଛି କହି କହିସାରିଲା ପରେ ଆପଣ କହିବେ ଆଜ୍ଞା ପ୍ରଥମ ଏକାଦଶୀ ଦିନ ମାନେ ଗୋର ମଳଟା ଯୋଡ଼ା ପାନ କରିବା କଥା ଦ୍ୱିତୀୟ ଦିନ ଗୋମୂତ୍ର ସେବନ କରିବା କଥା ତୃତୀୟରୁ ଆରମ୍ଭ କରୁଛୁ କହିଦେବେ ଆଉ ସେ ପ୍ରଥମ ଦ୍ୱିତୀୟ କହିଛନ୍ତି ଆପଣ ତୃତୀୟ ଚତୁର୍ଥ ପଞ୍ଚମ ଆଜ୍ଞା ତୃତୀୟ ଦିନ ଆଜ୍ଞା ମାନେ ଧୋବରେ କ୍ଷୀର ଚତୁର୍ଥ ଦିନ ଆଜ୍ଞା ଘୃତ ପଞ୍ଚମ ଦିନ ଆଜ୍ଞା ଗାଈର ଆଜ୍ଞା ଲାଳ ଆଜ୍ଞା ଗୋଟେ ଠିକ୍ 3 ନମ୍ବରଟା ଚତୁର୍ଥ ଦିନ ବା ଚତୁର୍ଦ୍ଦଶୀ ଦିନ କ୍ଷୀର ପଞ୍ଚଦଶୀ ଦିନ ବା ପଞ୍ଚମୀ ଦିନ ମହୁ ହଉ ଧନ୍ୟବାଦ ବଡ଼ ଭାଇ ପ୍ରଶ୍ନ ରଖନ୍ତୁ ହଉ ଯାଉ ମେହେନ୍ଦ୍ରାଣୀ ଭଉଣୀ ମାନଙ୍କର କହିଲେ ବର୍ତ୍ତମାନ ପଞ୍ଚକ ବ୍ରତ ଚାଲିଛି କେହି କେହି କହନ୍ତି ବଗ ପଞ୍ଚକ ଭୀଷ୍ମ ପଞ୍ଚକ କାର୍ତ୍ତିକ ପଞ୍ଚକ ମହାପଞ୍ଚକ ଆଉ ପଞ୍ଚକ ହେଲା ଏମିତି ଜଣେ ନାରୀ ଥିଲେ ବୁଝି ଏମିତି ଜଣେ ନାରୀ ଥିଲେ এই পঞ্চক ব্রত পালন করে কৃষ্ণকে সে আপ্যায়িত করে পারিଥିଲେ যাদ্বারা শ্রীকৃষ্ণ কহিলে কি তুমি এক বর মাগিকি ঘেন ସେଥିରେ ସେ ବର ହିସାବରେ ମାଗିଥିଲା ଏକ ଝାଡ଼ୁ ଯାହାକୁ ପହଁରା କହୁଛେ ପହଁରା ବା ଝାଡ଼ୁ କୃଷ୍ଣ ତାକୁ ଆନନ୍ଦିତ ହେଇକି ତା ତପସ୍ୟାରେ ମୁକ୍ତ ହେଇକିରି କୁବେରକୁ ଆଜ୍ଞା ଦେଇଥିଲେ ଯେ ତାକୁ ଗୋଟେ ସୁବର୍ଣ୍ଣ ଝାଡ଼ୁ ପ୍ରଦାନ କରାଯାଉ ଏଣୁକୁ ସେ ନାରୀ ଜଣକ କୃଷ୍ଣଙ୍କ ଆଦେଶରେ କୁବେରଙ୍କ ଠାରୁ ଏକ ସୁବର୍ଣ୍ଣ ଝାଡ଼ୁ ପ୍ରାପ୍ତି ହେଇଥିଲେ କିଏ ସେ ନାରୀ ଯିଏକି ଭଗବାନଙ୍କ ଠାରୁ ଏକ ସୁବର୍ଣ୍ଣ ଝାଡ଼ୁ ପ୍ରାପ୍ତ ହେଇଥିଲେ ଆଜ୍ଞା କୃଷ୍ଣଙ୍କ ଠାରୁ ଝାଡ଼ୁ ସୁବର୍ଣ୍ଣର ଝାଡ଼ୁ ପ୍ରାପ୍ତ କରି ଚାଲୁଛି ଆଜ୍ଞା ପରପୂତ୍ର ଆଜ୍ଞା ପଦ୍ମାବତୀ ନାମକ ଚଣ୍ଡାଳୁ ସେ ଝାଡ଼ୁ ପ୍ରାପ୍ତ କରି ସୁବର୍ଣ୍ଣର ହଉ ଯାଉ ଏପଟୁ ଆଜ୍ଞା ତୁଳସୀ ନାମକ ଚଣ୍ଡାଳୁଣୀ ଝାଡ଼ୁ ପ୍ରାପ୍ତ କରି ତୁଳସୀ କ୍ଷେତ୍ର ଝାଡ଼ୁ କରେ ତୁଳସୀ ନାମକ ଚଣ୍ଡାଳୁଣୀ ଝାଡ଼ୁ ସୁବର୍ଣ୍ଣର ଝାଡ଼ୁ ପ୍ରାପ୍ତ କରି ତୁଳସୀ କ୍ଷେତ୍ର ଝାଡ଼ୁ କରେ ଦେଖିଲେ ବ୍ରତ ସାହିତ୍ୟ ବା ବ୍ରତ ମାହାତ୍ମ୍ୟ ବହି ସେଥିରେ ଲେଖା ଅଛି ଏକ ସାଧବ ବୋହୂ ଥିଲା ବୃନ୍ଦାବନ ଠାରୁ 50 କିଲୋମିଟର ଦୂରରେ ସେ ସାଧବ ଘର ସାତ ବୋହୂ ସଭା ସାନ ବୋହୂ ଟିକେ ଖନି ବେଡ଼ି ଜାଳିଥିଲା ହେଲା ବୁଝିବୁଝି ଧରିପାରୁଥିବ ଏଣୁକୁ ସେ ସାନ ବୋହୂ ସମସ୍ତେ ବ୍ରତ କରିବାକୁ କଲେ ଏ ନିଜେ ଘରେ ବ୍ରତ କରୁଥିଲା ୟା ବ୍ରତରେ ସନ୍ତୁଷ୍ଟ ହେଇକି ଶ୍ରୀକୃଷ୍ଣ ତାକୁ କହିଥିଲେ ସାଧବ ଘର ବୋହୂ ସାନ ବୋହୂ ଥିଲା ଚାରି ବା ବେଡ଼ି କିଛି କଥା କହିପାରେନି କିନ୍ତୁ ଶୁଭେ ଏଇଟା ନୀଳେନ୍ଦ୍ରୀ ନା ନା କ'ଣ ଷ୍ଟୋରି କହୁଛୁ ଆପଣଙ୍କର ସାଧବ କହିଥିଲେ ସାଧବର ସାନ ବୋହୂ ହେଲା ବ୍ରତ ସାହିତ୍ୟ ବ୍ରତ କଥା ଏ ପ୍ରମାଣ ଆପଣମାନେ ଏବେ ବିଦାୟ ନିଅନ୍ତୁ ଏବେ ଆସିବେ ଶିବ ଆସିବେ ଏବେ ଆମର କ'ଣ କହିଲେ ବ୍ରଜନାଥପୁର ଶିବ ଆସିବେ বিশেষ ঘোষণা ধরমা গোছায়ত মৈধরপুর হাট সাই আমার সরপা মেহেন্তর রোলরে বুদ্ধ হয়ে 20 টঙ্কার উপর କରିଛନ୍ତି অনুষ্ঠান তরফରୁ ଗ୍ରହଣ କରି ଜୟ କଳା
ধন্যবাদ মেহেন্তর আনতু শঙ্কর ভগবান ব্রজনাথপুর সময় সীমা মাত্র 15 মিনিট মধ্যে